ନାହିଁ? ଚୁରି ଗହଣା ମୋର ହେଇଛି, ଆଉ 3 ଲକ୍ଷ ଟଙ୍କା ଯାଇଛି। ଘରେ କେହି ନଥିଲେ କି ଆପଣ? ନା, ଆମେ 5 ଦିନ ହେଲା ଘର ପାଖକୁ ଯାଇଥିଲୁ। ଆମ କାକା ଶ୍ୱଶୁର ମରିଯାଇଥିଲେ, ଆମେ ଯାଇଥିଲୁ ଘରକୁ। ବାଲେଶ୍ୱର ଜିଲ୍ଲା କମର୍ଦ୍ଦା ଥାନା ଅନ୍ତର୍ଗତ କମର୍ଦ୍ଦା ବଜାର ନିକଟରେ ବିଳମ୍ବିତ ରାତିରେ ବ୍ୟବସାୟୀଙ୍କ ଘରୁ ତାଲା ଭାଙ୍ଗି 3 ଲକ୍ଷରୁ ଉର୍ଦ୍ଧ୍ୱ ନଗଦ ଟଙ୍କା ସମେତ ସୁନା ଗହଣା ଏବଂ ଆସବାବପତ୍ର ଲୁଟି ନେଲେ ଦୁର୍ବୃତ୍ତ। ପରିବାର ଲୋକେ କୌଣସି କାମରେ ବାହାରକୁ ଯାଇଥିବା ବେଳେ ଘରର ତାଲା ଭାଙ୍ଗି ହୋଇଛି ଲୁଟ୍। ସୂଚନା ଅନୁଯାୟୀ କାନପୁର ଗ୍ରାମର ରଞ୍ଜିତ ଦାସ ପରିବାର ସହ କମର୍ଦ୍ଦା ବଜାର ନିକଟରେ ଘର ଭଡ଼ା ନେଇ ରହୁଥିଲେ। ଗତକାଲି ପରିବାର ଲୋକ କୌଣସି କାର୍ଯ୍ୟରେ ବାହାରକୁ ଯାଇଥିବା ବେଳେ ରାତିରେ ଘରକୁ ଫେରିନଥିଲେ। ଏହାର ସୁଯୋଗ ନେଇ ଦୁର୍ବୃତ୍ତମାନେ ଘର ତାଲା ଭାଙ୍ଗି ଗଡରେଜରେ ଥିବା ନଗଦ ଟଙ୍କା ଏବଂ ସୁନା ଗହଣା ଲୁଟ୍ କରି ଚମ୍ପଟ ମାରିଛନ୍ତି। ସକାଳେ ପଡ଼ୋଶୀ ଲୋକ ଘର ତାଲା ଭାଙ୍ଗି ପଡ଼ିଥିବା ଦେଖି ଘର ମାଲିକ ଏବଂ କମର୍ଦ୍ଦା ପୁଲିସକୁ ଖବର ଦେଇଥିଲେ। ଖବର ପାଇ କମର୍ଦ୍ଦା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି। ମୋ ନାଁ ସବିତା ଦାସ। ମୁଁ କମର୍ଦ୍ଦାରେ ଭଡା ଘରେ ରହୁଥିଲି। ମୋ ପିଲାମାନେ ପାଠ ପଢ, ମୋ ସ୍ୱାମୀ ବିଜନେସ କରିଥିଲେ। ମୁଁ ଘର ପାଖକୁ ଯାଇଥିଲି 2 ଦିନ ପାଇଁ କି, ଆସିଲାକୁ ମୋ ଘରେ ଚୋରି ହେଇଯାଇଛି। ମୋର 3 ଲକ୍ଷ ଟଙ୍କା ଯାଇଛି, ଗହଣା ସବୁ ଯାଇଛି, ମୋ କିଛି ନାହିଁ ମୋ ଘର। ମୁଁ ଆସିନି, ଆଜି ସକାଳେ ଆସିନି 7:30 ବେଳେ ଆସିକି ଦେଖିଲା ବେଳକୁ ମୋ ଘର ସବୁ ତାଲା ଭାଙ୍ଗା, ଆଲମାରି ଭାଙ୍ଗା, ବାକ୍ସ ଭାଙ୍ଗା, ପଇସା କେଣେ ନାହିଁ, ଗହଣା କେଣେ ନାହିଁ।